ଜାଗାଟା ଯୋଉ କିଣିଛୁ ତୁ ବୋଧେ ତୋ ବୋଉ ନାଁରେ କିଣିଥିବୁ ବୋଧେ ଆଉ କଣ ବୋଉ ନାଁରେ ହଁ ବୋଉ ନାଁରେ କାହିଁ ଦାଦା ତମ ମୁଣ୍ଡ ଖରାପ ବୋଉ ନାଁରେ କିଣିଦେଲେ ଭାଇ ଆଉ ଦେଇ ହେରିକା ଭାଗ ଖୋଜିବେ ଯେତେବେଳେ ମୂଲ୍ୟବାନ ସମ୍ପତ୍ତିଟା କିଣିଛି। ଓଏ ରଘୁଆ ଶୁଣିଲୁ ଶୁଣିଲୁ ଏଠି ହଁ ପିସା ହଁ ଏଠି ତମକୁ ଖୋଜୁଥିଲି ବା। ଖୋଜୁଥଲୁ ମତେ ହଁ ଏଇପଟେ ଚାଲିକି ମୁଁ ହଁ ଖୋଜୁଥଲୁ ନା ମୁଁ ବା ତତେ କାଲିଠାରୁ ଖୋଜୁଛି ଯାଉବେ ମୁଁ ଗୋଟେ ଆଗିଲା ଖବର କୁଆଡେ ଶୁଣିବାକୁ ପାଇଲି ତୁ କାଲି ସେ ଚୈତା ଫକୀରା ସାଙ୍ଗରେ କୁଆଡେ ଯାଇଥିଲୁ ପିସା ତମକୁ କଣ ଆଉ କିଛି କଥା ଲୁଚେଇବି? ଆଉ କଣ ହେଇଛି କହୁନୁ ମୁଁ ବା ସବୁ ଶୁଣିଛି ଯେ ଉଡାଣିଆ ଶୁଣିଛି ଟିକେ ମୁଁ କହିଲି ମୁଁ ରଘୁଆ ତ ମୋ ପୁତ୍ର ଆସିବ ସେଇ ତ ସବୁ ସତ କଥା କହିବ ମତେ ମୁଁ କାହିଁ ଯିବି ପର ଲୋକଙ୍କ କଥା ଶୁଣିବାକୁ କଣ କହିଲୁ କଣ ହେଲା ନା ମ ଯେ ପକିରାଇ ଗୋଟେ ଜାଗା ରେଜିଷ୍ଟ୍ରି କଲା ତ ଜାଗା କିଣିଲା ଗୋଟେ ଜାଗା କିଣିଲା ରେଜିଷ୍ଟ୍ରି କଲା ଖାଇବାକୁ ଦେଲା ବିରିୟାନୀ ମୁଁ ବିରିୟାନୀ ଫିରିୟାନୀ ଖାଇକି ଫେରିଲୁ ଆଉ। ମୋ ଜୀବନରେ ମୁଁ ଆଜି ପର୍ଯ୍ୟନ୍ତ ଗୋଟେ ଜାଗା କିଣି ପାଇଲିନି ମୁଁ ଜାଗା ଗୋଟେ ବିକି ବିକିକା ମୋର ଯାଉଛି ସିଏ ଦେଖିଲା ବେଳକୁ ନୂଆ ଜାଗା କିଣି ସାରିଲାଣି ଗୋଟା ଜାଗା ରେଜିଷ୍ଟ୍ରି ହେଲା କାଲି। ହଁ କେତେ ପଇସା ନେଲା ମୋ ଜାଗା ପଇସା ପତ୍ର କଥା କଣ ଗୁଣୁସୁଣୁ ହଉଥିଲା ମୁଁ ଆଉ ଏତେ ଶୁଣିନି। ମୁଁ ତ ବିରିୟାନୀ ଖାଇଲି ବିରିୟାନୀ ଖାଇକି ଘୋ ଘା ହେଲେ ଆଉ ପଳେଇ ଆଇଲୁ ଆଉ। ଆଚ୍ଛା ହଉ 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 ଯିବା ଦେଖିବା ସିଏ କୋଉଠି ବଇଛନ୍ତି ତାଙ୍କୁ ଦେଖିଛୁ ତାଙ୍କ କତିକି ଗଲେ ନା ନା ମୁଁ ସକାଳେ ଦେଖିଲି ତମକୁ ଖୋଜୁଥିଲି ସେଇ କୋଉଠି ପାଖରେ ଥିବେ ଚିକେନ ବିରିୟାନୀ ମଟନ ବିରିୟାନୀ ସବୁ ହେଇଥିଲା। ଆଉ ଚାଲୁ ଯିବା ଦେଖିବା ନହେଲେ ସେ ସେଇ ଛକ ଆଡେ ବଇଥିବ ସେଇପଟେ କୋଉଠି ଯିବା ଦେଖ ଚାଲ। ଚାଲୁ ଯିବା ପିଲାଟି ଜାଗା କିଣିଦେ ନାହିଁ ମତେ କହିଲେ 2 ଲକ୍ଷ ଭୋଟର ବୁଥ କୁ ଆସିଲେନି। ନମସ୍କାର ନମସ୍କାର ଆବେ ଫକୀରା ମୁଁ ଗୋଟେ କଥା କୁଆଡେ ଶୁଣିଲି କଣ ଶୁଣିଲି ଆବେ ତୁ ସେ ୟୁଟ୍ୟୁବରୁ ନା ୟୁଟ୍ୟୁବର ନା କଣ ସେଗୁଡା କହୁଛନ୍ତି ହଁ ୟୁଟ୍ୟୁବ କଣ ହେଲା ତାରୁ କେତେ ପଇସା ତୁ ମାସକୁ ରୋଜଗାର କରୁଛୁ ହଁ ଏଇ 2-3 ହଜାର କୋଉ ମାସରେ ଆଇଲେ ଆଉଛି ନହେଲେ ନାହିଁ। କଣ ବା 2-3 ହଜାର ରୋଜଗାର କରୁଛୁ ଦେଖିଲା ବେଳକୁ କାଲି କୁଆଡେ ଗୋଟେ ପାଗାରେ କୁଆଡେ ଗୋଟେ ତୁ ଜାଗା କିଣିଛୁ କାଲି ହଁ ଯେ ଚିକୁ ହରିକା କିଣିଲେ ତ ହଁ ତାଙ୍କ ସାଙ୍ଗରେ ଗୋଟେ ଛୋଟିଆ ପ୍ଲଟ ଟା ଥିଲା କିଣିଦେଲା କାଲି ଆଉ। ଛୋଟିଆ ପ୍ଲଟ କିଣିଛୁ 19,50,000 ଗୁଣ୍ଠ। ଛୋଟିଆ ଜାଗାଟା କହୁଛୁ 19,50,000 ହେଲା ମିଶିକି 5 ଜଣ ମିଶିକି 96 ଲକ୍ଷ ଟଙ୍କା। 96 ଲକ୍ଷ ମୁଁ କଣ ଏକୁଟିଆ ଚିକୁ ହରିଆ କିଣିଛି ନା ମୋ ସାଙ୍ଗ ଆଉ 2 ଜଣ କଟକର ଚିକୁ ଶଳା ଇଏ ଆଉ ରଞ୍ଜନ ଭରତ ଧଡି ଧଡି ବାପା ବୁଝିଲୁ ହଉ ତ ଛାଡେ ତୁ ତୋର କିଣିଲୁ ନା ରଘୁଆ ସିଏ ତାର କିଣିଲା ତା ପଇସାରେ କିଣିଲା ଆମର କଣ ଅଛି ବିରିୟାନୀ ଦେଇଥିଲା ତତେ ଖାଇବାକୁ ଦଉ ବିରିୟାନୀ ଖାଅ ମୁଁ ଆଉ ମୋର ଦାନ୍ତରେ ହଉନି ରାମୁ ଗୋଟା ଭୁଲ କାମ କାଲି ଫକୀରା କରିଛି। କଣ କରିଛି ରହିଲୁ ଆରେ ବାପା ତୁ ସେ କଥା ଟିକେ ରହିଥା ତୁ ଜାଗାଟା ଯୋଉ କିଣିଛୁ ତୁ ବୋଧେ ତୋ ବୋଉ ନାଁରେ କିଣିଥିବୁ ବୋଧେ ଆଉ କଣ ବୋଉ ନାଁରେ କାହିଁ ଦାଦା ତମ ମୁଣ୍ଡ ଖରାପ ବୋଉ ନାଁରେ କିଣିଦେଲେ ଭାଇ ଆଉ ଦେଇ ହେରିକା ଭାଗ ଖୋଜିବେ ଯେତେବେଳେ ମୂଲ୍ୟବାନ ସମ୍ପତ୍ତିଟା କିଣିଛି ବୋଉ ନାଁରେ କାହିଁ କିଣିଛି ଆଉ କାହା ନାଁରେ କିଣିଛୁ ମୋ ସ୍ତ୍ରୀ ନାଁରେ ତୋ ସ୍ତ୍ରୀ ନାଁରେ କିଣିଛୁ ରଘୁଆ ଇଏ ଫସିଗଲା କଣ ଫସିଗଲା ରେ ବାପ ଦାଦା ମୁଣ୍ଡ ଖରାପ ହେଇଯାଇଛି ଏ ଯୋଉ ହାଣ୍ଡି ମାଣ୍ଡିଆ ଅବସ୍ଥା ଆର ହେଇଯିବ ଗଲା 4-5 ଗଲା ଇଏ ହାଦି ପାଣ୍ଡିଆର ମାମୁ କଣ ହେଇଛି ଏବେ ତା ସ୍ତ୍ରୀ ତାକୁ ଡିଭୋର୍ସ ଦେଇଛି ଯାହା ଜମି ବାଡି ହାଜି ପାଣ୍ଡିଆ ଯାହା ସବୁ ଯୋଉଠି କରିଦେଲା ତା ସ୍ତ୍ରୀ ନାଁରେ କରିଥିଲା ତା ସ୍ତ୍ରୀ ଅବିକା ଡିଭୋର୍ସ ଦେଇଯାଇଛି 70% ଅବିକା ତା ସ୍ତ୍ରୀ ଖାଇବ ଅବିକା ମଲା ଇଏ କଣ ଡିଭୋର୍ସ ଦବ ନା କଣ ସେମିତି ହବନି ବୋଲି କଣ ମାନେ ଅଛି ତମରି ଭଳିଆ ଘର କେଇଟା ଥିଲେ ସେମିତି ହବ ମିଛ କଥା ଯାଇ ତା ସ୍ତ୍ରୀ କହିବ ସେଇଠୁ ସେ କହିବ ମୁଁ ଡିଭୋର୍ସ ତାକୁ କଣ କିଏ ମିଛ କଥା କହୁଥିଲା କହୁନଥିଲେ ବୋଲି ଆମେ ଦେଖିଛେ ନା କଣ ତାଙ୍କର ତ ଏତେ ପଇସା ଏତେ ରୋଜଗାର କରୁଛନ୍ତି ତୁ ଏମିତି କି ପଇସା ରୋଜଗାର କରୁଛୁ ତାଙ୍କର ଏଠି ଠିଆ ହେଇଗଲେ ପଇସା ତାଙ୍କର ତମେ ମାମୁ ଜାଣିନ ବୋଧେ ଯେଡେ ମାଂସ ସେଡେ ପୋଲ ଆମେ କିଛି ଭୁଲ କରିଦେଲେ କି ତୁ ତ କହିଲୁ ସ୍ତ୍ରୀ ନାଁରେ କରିଦେ ମୁଁ କରିଦେଲି ସ୍ତ୍ରୀ ନାଁରେ କରିବ ନା କାହା ନାଁରେ କରିବ ସ୍ତ୍ରୀ ବା ସହଧର୍ମିଣୀ ଧର୍ମିଣୀ ସହକର୍ମିଣୀ ଯେତେବେଳେ ହେଇଯିବେ ସେତିକିବେଳେ ଅନେଇଥିବୁ ଯେତେବେଳେ ହଇ ଦେଖ ଫକୀରା କହୁଛି ଆଜି ଦିନେ ନା ଦିନେ ମୋରି କଥା ତୁ ମନେ ପକା ନା ଦାଦାଙ୍କର ଦୂରଦୃଷ୍ଟି ଅଛି ଯେ ପୁରୁଖା ଲୋକ ନା ବେକାରିଆ କଥା ଭବିଷ୍ୟତ କଥା କହିଦେଲେ ଆଉ ଏ ନାଇଁ ଭାଇ ସତତା କହିଲ ଜମି ବାଡି କିଣିଲେ ସ୍ତ୍ରୀ ନାଁରେ କିଣିବା ନା ବାପା ମାଙ୍କ ନାଁରେ କିଣିବା ନା ଭାଇ ନାଁରେ କିଣିବା କାହା ନାଁରେ କିଣିବା ଯଦି ପାରୁଥିଲୁ ତ ନିଜ ନାଁରେ ତୁ ତୋର ନହେଲେ କରିଦେଲୁନି କଣ କୁହନ୍ତି ନିଜ ନାଁରେ କିଣିଲେ ଭାଇ ଭାଗ ନେଇଯିବ କଣ ଭାଇ ଭାଗ ରଘୁଆ ଇଏ ତ ବୁଲି ବାଲିକି ଖାଉଛି ଘରେ କୁଟା ଖଣ୍ଡକୁ 2 ଖଣ୍ଡ କରୁନି ତା ଭାଇ ସବୁ କାମ କରୁଛି ନା ନା ସବୁ କରୁ ଆମେ ଦେଖିବା ଭିତରେ ତା ଭାଇ ତାକୁ କୋଉନ ପଚାରିଛୁ କାହିଁ ତୁ ବୁଲିକି ଖାଉଛୁ ବୋଲି
ପଚାରିଛୁ ନା ଦେଖୁନୁ ଇଏ ଚଣ୍ଡାଳ ଆକୁ ଦେଖୁନୁ କେମିତିଆ ବୁଦ୍ଧି ଆ ମୁଣ୍ଡରେ ପଡୁଛି ନିଜ ମା ପେଟର ଭାଇ ହେଲାନି ନିଜ ଭଉଣୀ ହେଲାନି ଯୋଉମାନେ ତାକୁ ପାଳି ପୋଷି ବଡ କରିଦେଲେ ବୁଝିପାରୁଛୁ ଛୋଟ ବେଳୁ ତାକୁ କେତେ ଇଏ ସଦାରେ ବଢେଇଦେଲେ ଆଉ ସିଏ ହେଲେନି 7 ପଛରେ ଆଇଛି କୋଉଟା ସେଗୁଟା ଝିଅ ଯୋଉ ଆଇଛି ବାହା ହେଇଛି ଏବେ ତ ବାହା ହେଇଛି ଆଉ ଏ 2 ବର୍ଷ ଖଣ୍ଡ ହବ ବାହା ହେଇଛି ସେଇ ହେଇଗଲା ଆର ନିଜର ତା ନାଁରେ ଜମି କରିଦେଲା ମାମୁଁ ତମେ ଏଇ ଘର ଭଙ୍ଗା କଥା କାଇଁ ଏଠି କହୁଛ କହିଲ? ମୁଁ ଘର ଭଙ୍ଗା କଥା କହୁଛି ଡାକିଲୁ 5ଟା ଲୋକଙ୍କୁ ଡାକିକି ଆଇଲୁ ଦେଖିବା କାହିଁକି ଘର ଭଙ୍ଗା କଥା ମୁଁ ସେ କହୁଛି। ବାହା ହେଲା ତା ଜନ୍ମ ଜନ୍ମାନ୍ତର ପାଇଁ ସେ ତାର ସାଥୀ ହେଲା ସିଏ ତାର ନିଜର ହେଲାନି ବାପା ମା ଭାଇ ଭଉଣୀ କାହିଁ ତାଙ୍କ ନାଁରେ କରିବ? କଣ ରଘୁଆ ଆମେ ଭଲ କହିଲେ ବା ଆମେ ଖରାପ ଭଲ ହେଲା ଭାରି ଭଲ କଥା କହୁଛ। ଭବିଷ୍ୟତ ତମେ ଆଉ ଏତେ ଭବିଷ୍ୟତ ଚିନ୍ତା କରନି ମ। ୟାଙ୍କ ମୁଣ୍ଡରେ ଆଉ କିଛି ନାହିଁ ରେ ଇଏ ଗୋବର ସାଙ୍ଗରେ ୟାଙ୍କ ମୁଣ୍ଡ ସମାନ ହେଇଗଲାଣି ତୁ ଛାଡେ ଆମର ଯିବା ହେଲୁ ତୁ ତ ବିରିୟାନୀ ଖାଇକି ଆଇଛୁ ମୋର ତ ଦାନ୍ତରେ ହବନି ଯେ ତାହେଲେ ଆଜି ସୋମବାର ଆମର କଣ ଖାଇବୁ ସାଦା କରିକି ଖାଇବା ଘରେ ଚାଲିବୁ କହିଛୁ ଟିକେ କହିବୁ ଗଲୁ ଦେଇକି କହିବୁ ଯେ ଯୋଉ ହରଡ଼ ଡାଲି ଟିକେ କରିଦବ ଆଉ ପନିର ଟିକେ କଣ ଫ୍ରିଜରେ ଥବ ସେ କାଟିକି କରିବ ଆମର ଖରାବେଳେ ଖାଇବା ଚାଲୁ କାହିଁ ୟାଙ୍କ କଥାରେ ମୁଣ୍ଡ ପୁରେଇ ଫକୀରା। ଆମେ କଣ ପଇସା ଦେଇଥିଲେ ତାକୁ ଜମି କିଣିବାକୁ ଆମକୁ ଯାହା ପଶିଲା ମୁଣ୍ଡରେ ଆମେ କହିଲୁ ସେଇଆ ଭଲ ଉପାୟଟା ଦେଖୁନୁ ସେ କେମିତିଆ କଥା ଆମକୁ କରୁ ତାହେଲେ ଆମର ଖାଇବା ଚାଲୁ ଆମେ ଯାଉଥିଲେ ବସିକି ୟାଙ୍କ ସାଙ୍ଗରେ ଗପୁ। ଭାଇ ଦାଦା କଣ କିଛି ଭୁଲ କହିଲେ ନା ଠିକ କହିଲେ? ଆପଣଙ୍କ ମତାମତ ଅପେକ୍ଷାରେ ମାନେ କୋଉଟା ଠିକ କୋଉଟା ଭୁଲ ଆପଣ ମାନେ କମେଣ୍ଟ ମାଧ୍ୟମରେ ଜଣେଇଲେ ଆମେ ବେଳ ପଡ଼ିଲେ ସେ ଜମି ରେଷ୍ଟିକି ଆଉ କଣ କରିବୁ କ୍ୟାନସଲ କରିଦବା କବଲା କଣ ଅଛି ଆଉ ଥରେ ନହେଲେ ନାଇଁ ବୋଉ ନାଁରେ କରିଦବା ଆଉ ଆରେ ଇଏ ଏମିତି ଗୋଟେ ହାର୍ଦ୍ଦିକ ପାଣ୍ଡିଆର ଗୋଟେ କଣ କେସ୍ ହେଇଯାଇଛି ମୁଁ କାହିଁ ସେଗୁରା ଆମେ ଜାଣିବୁ ଆମର ସେ ଖେଳ ଉପରେ ନଲେଜ ନାହିଁ ଆମେ କାହିଁ ଜାଣିବା ଦାଦାକୁ ମାନିବାକୁ ପଡିବ କାରଣ ତା ଦୂରଦୃଷ୍ଟି ଅଛି ବା ହଁ ପାଉଟୁରିଆ ଲୋକଙ୍କୁ ତମେ ଭାବିବନି ଯେ ସେ କିଛି ଜାଣିନାହାନ୍ତି ଜାଣିଥିଲେ ସେ କୁହନ୍ତି ଆମେ ସବୁ ବୋକା କିଛି ଜାଣିନେ ତୁ କହିଲୁ ଭୁଲ ହେଇଗଲା କଣ କରିବୁ ହଉ ଦେଖ ଯାହା ହବ ହବ ଭାଗ୍ୟ ଥବ ଆଉ କଣ କରିବ ହଉ ଛାଡ ଯିବା ଚାଲ କହିଲା